ବରେଣ୍ୟ ସଭାପତି ମହୋଦୟ, ବିଜ୍ଞ ବିଚାରକ ମଣ୍ଡଳୀ, ଉପସ୍ଥିତ ଶ୍ରୋତାମଣ୍ଡଳୀ, ମୋର ପ୍ରତିଯୋଗୀ ତଥା ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ମୋତେ କିଛି କହିବାକୁ ସୁଯୋଗ ଦେଇଥିବାରୁ ଆୟୋଜକଙ୍କୁ ଧନ୍ୟବାଦ ଜ୍ଞାପନ କରି ଆରମ୍ଭ କରୁଛି ମୋ ବକ୍ତବ୍ୟ। ଯଦି କିଛି ତ୍ରୁଟି ରୁହେ ସହୃଦୟରେ କ୍ଷମା କରିବାକୁ ଅନୁରୋଧ। ଆଜି ହେଉଛି ଡିସେମ୍ବର 1 ତାରିଖ, ବିଶ୍ୱ ଏଡ୍ସ ଦିବସ। ଏଡ୍ସ ହେଉଛି ଏକ ରୋଗ ଯାହା HIV ନାମକ ଭୂତାଣୁ ଦ୍ୱାରା ବ୍ୟାପିଥାଏ। HIV ଭୂତାଣୁ ସୁସ୍ଥ ବ୍ୟକ୍ତିର ଶରୀର ମଧ୍ୟକୁ ପ୍ରବେଶ କରି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେଇଥାଏ, ଯାହାର ଫଳସ୍ୱରୂପ ଯେକୌଣସି ଭାଇରସ୍ ସହଜରେ ଶରୀର ମଧ୍ୟକୁ ପ୍ରବେଶ କରି ରୋଗାକ୍ରାନ୍ତ କରିଦେଇଥାନ୍ତି। ଏପରିକି ସାମାନ୍ୟ ଥଣ୍ଡା ଇନଫେକ୍ସନ୍ ବି ମୃତ୍ୟୁ ମୁଖକୁ ଟାଣି ନେବାରେ ସକ୍ଷମ ହୋଇଥାଏ। ଏହି HIV ଅଧିକ ଦିନ ଶରୀରରେ ରହିଲେ ରୋଗ ପ୍ରତିରୋଧକ ଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ। ଏହି ଅବସ୍ଥାକୁ ଏଡ୍ସ କୁହାଯାଏ। 1981 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆ ପ୍ରଦେଶରେ ପ୍ରଥମେ ଏଡ୍ସ ଦେଖାଦେଇଥିଲା। 1986ରେ ଭାରତରେ ଏବଂ 1992ରେ ଆମ ଓଡ଼ିଶାରେ ଏଡ୍ସ ରୋଗ ଚିହ୍ନଟ ହୋଇଥିଲା। WHOର ତଥ୍ୟ ଅନୁସାରେ ବିଶ୍ୱ ବକ୍ଷରେ 2023ରେ 6,30,000 ଜଣଙ୍କର ଏଡ୍ସରେ ମୃତ୍ୟୁ ହୋଇଥିଲା ଏବଂ 13 ଲକ୍ଷ ଜଣ HIVର ଶିକାର ହୋଇଥିଲେ। ଏଡ୍ସ ହେଉଛି HIVର ସାଂଘାତିକ ଅବସ୍ଥା। ଯଦି HIVକୁ ଆରମ୍ଭରୁ ଚିହ୍ନଟ କରାଯାଇ ଚିକିତ୍ସା କରାଯିବ ତେବେ ଏଡ୍ସକୁ ରୋକାଯାଇପାରିବ। ଲକ୍ଷଣ: ଅସ୍ୱାଭାବିକ ଭାବେ ଓଜନ ହ୍ରାସ, ଅଧିକ ଦିନ ଜ୍ୱର ଲାଗି ରହିବା, ଅଧିକ ଥକା ଲାଗିବା, ଝାଳ ବାହାରିବା, ଅଧିକ ଦିନ କାଶ ଲାଗି ରହିବା, ବିଭିନ୍ନ ପ୍ରକାର ଚର୍ମ ରୋଗ, ନିମୋନିଆ ଆଦି ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଇଥାଏ। HIV ସଂକ୍ରମଣର ମାଧ୍ୟମ ହେଉଛି ବଡି ଫ୍ଲୁଇଡ୍ସ ଯଥା ବ୍ଲଡ୍, ସିମେନ୍, ଭାଜିନାଲ ଆଣ୍ଡ ରେକ୍ଟାଲ ଫ୍ଲୁଇଡ୍, ବ୍ରେଷ୍ଟ ଫିଡିଂ। ତେଣୁ HIV ସଂକ୍ରମିତ ବ୍ୟକ୍ତିର ରକ୍ତ ସୁସ୍ଥ ବ୍ୟକ୍ତିର ଶରୀରକୁ ପ୍ରବେଶ, HIV ସଂକ୍ରମିତ ବ୍ୟକ୍ତି ସହ ଶାରୀରିକ ସମ୍ପର୍କ, HIV ଆକ୍ରାନ୍ତ ମା' ଠାରୁ ଶିଶୁକୁ HIV ବ୍ୟାପିଥାଏ। HIVକୁ ସତର୍କତା ଅବଲମ୍ବନ ଦ୍ୱାରା ରୋକାଯାଇପାରିବ, ଯେପରି ଇଞ୍ଜେକ୍ସନ୍ ନେବା ବେଳେ ନୂଆ ସିରିଞ୍ଜର ବ୍ୟବହାର, କ୍ଷୟର ସମୟରେ ନୂଆ ବ୍ଲେଡ୍, ଯୌନକ୍ରିୟା ସମୟରେ ପ୍ରୋଟେକ୍ସନର ବ୍ୟବହାର, ଅଜଣା ବ୍ୟକ୍ତିର କ୍ଷତ ରକ୍ତକୁ ଆଖି, ପାଟି କିମ୍ବା କ୍ଷତସ୍ଥାନ ସଂସ୍ପର୍ଶରେ ଆସିବାକୁ ନ ଦେବା, ଗର୍ଭାବସ୍ଥାରେ ମା'ର HIV ପରୀକ୍ଷା କରାଇବା, ଯଦି ମା' ଶରୀରରେ HIV ଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଓ ଶିଶୁକୁ ମା' କ୍ଷୀର ନ ଦେବା ପରି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ମଣିଷ ହେଉଛି ସ୍ନେହ କାଙ୍ଗାଳ ଏବଂ HIV ବଡି ଫ୍ଲୁଇଡ୍ସ ଦ୍ୱାରା ବ୍ୟାପିଥାଏ, କିନ୍ତୁ HIV ସଂକ୍ରମିତ ବ୍ୟକ୍ତି ସହ ହାତ ମିଳାଇବା, ସାଙ୍ଗରେ ଖାଇବା, ପାଇଖାନା ବ୍ୟବହାର, ଗାଧୋଇବା, ପୋଷାକ ବ୍ୟବହାର ଆଦି ଦ୍ୱାରା ବ୍ୟାପି ନଥିବାରୁ ରୋଗକୁ ଘୃଣା କରିବା କିନ୍ତୁ ରୋଗୀକୁ ନୁହେଁ ଏବଂ ସମାଜରୁ ବାସନ୍ଦ କରିବା କିମ୍ବା ଘୃଣା ଦୃଷ୍ଟିରେ ନ ଦେଖି ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଆଜି ସୁଦ୍ଧା ଏଡ୍ସ ପାଇଁ କୌଣସି ପ୍ରକାରର ଟୀକା ପ୍ରସ୍ତୁତ ହୋଇନଥିବାରୁ ସତର୍କତା ହେଉଛି ଏକମାତ୍ର ମାଧ୍ୟମ ଯାହାଦ୍ୱାରା ଏଡ୍ସକୁ କରୋନା ପରି ମହାମାରୀ ରୂପ ନେବାରୁ ରୋକାଯାଇପାରିବ। ତେଣୁ ପ୍ରତିବର୍ଷ ନୂଆ ନୂଆ ଥିମ୍ରେ ଡିସେମ୍ବର 1କୁ ବିଶ୍ୱ ଏଡ୍ସ ଦିବସ ରୂପେ ପାଳନ କରାଯାଉଛି। ଆସନ୍ତୁ ଏକ ସ୍ୱରରେ କହିବା, ପସ୍ତାଇବା ଠାରୁ ଭଲ ସତର୍କତା। ଗର୍ଭସ୍ଥ ସମୟରେ HIV ପରୀକ୍ଷଣ ବୁଦ୍ଧିମତ୍ତାର ଲକ୍ଷଣ। ବିବାହ ପୂର୍ବରୁ HIV ପରୀକ୍ଷା ଏଡ୍ସ ରୋଗରୁ ରକ୍ଷା। ପ୍ରେମ ବାଣ୍ଟନ୍ତୁ କିନ୍ତୁ HIV ନୁହେଁ। ସତର୍କିତ ରହିବା, ସୁରକ୍ଷିତ ରହିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।